ସମ୍ବଲପୁର ଜିଲ୍ଲାରେ ଯେଉଁ ଜଣ୍ଡିସ୍ ହେଇଛି ସେଇଟା ଗୋଟେ ଲୋକାଲାଇଜ୍ଡ ଏରିଆରେ ହେଇଛି, 2-3ଟା ପଡ଼ାକୁ ଆଫେକ୍ଟ କରିଛି। ଆମେ ସେ ଏରିଆର ପାଣି ଆମ ଲେବୁଲରେ ଯେତିକି ବିଶୋଧନ କରିବା କଥା କରୁଛୁ, ଲୋକଙ୍କୁ ହାଇଡ୍ରୋଜେନ୍ ଟାବଲେଟ୍ ଦେଇଛୁ ପାଣିରେ ପକେଇକି ତାକୁ ପିଇବା ପାଇଁ, ତାଙ୍କୁ କାଉନସେଲିଂ କରି ବୁଝାଉଛୁ ପାଣି ଫୁଟେଇ ପିଇବା ପାଇଁ। ଆମର ସର୍ଭିଲାନ୍ସ ଟିମ୍ ସେ ଲୋକାଲ ଏରିଆରେ 24 ଘଣ୍ଟା କାମ କରୁଛନ୍ତି। ଯେହେତୁ ଆମର ଷ୍ଟ୍ରଙ୍ଗ ସର୍ଭିଲାନ୍ସ ଚାଲିଛି, ଆମର ନୂଆ ନୂଆ କେସ୍ ବି ବାହାରୁଛି, ତେଣୁ ବର୍ତ୍ତମାନ ଆମର ସଂଖ୍ୟା ବଢ଼ିକି 74ରେ ପହଞ୍ଚିଲାଣି ଆଜି ଦିନ 10ଟା ସୁଦ୍ଧା। କିନ୍ତୁ ଆପାତତଃ ସବୁ କେସ୍ ମାନେ ଭଲ ଅଛନ୍ତି, ଷ୍ଟେବୁଲ ଅଛନ୍ତି। ଆଜି 2 ଜଣ ପେସେଣ୍ଟ ଆଡମିଟ୍ ହେଇଛନ୍ତି ପ୍ରାଇଭେଟ ନର୍ସିଂ ହୋମରେ, କିନ୍ତୁ ସେମାନେ ମଧ୍ୟ ଷ୍ଟେବୁଲ ଅଛନ୍ତି। ଆମ ଜିଲ୍ଲାରେ ମୃତ୍ୟୁ ଆଦୌ ହେଇନାହିଁ। ଆମେ ଜରୁରୀକାଳୀନ ପରିସ୍ଥିତିରେ ଯେତିକି ଷ୍ଟେପ୍ ନେବା କଥା ନେଉଛୁ। ଆମର ବର୍ଷରୁ 14 ବର୍ଷ ଭିତରେ ମ୍ୟାକ୍ସିମମ୍ ପିଲା ଆଫେକ୍ଟେଡ୍ ହେଇଛନ୍ତି। ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ 20 ବର୍ଷ ପର୍ଯ୍ୟନ୍ତ ଯାଇଛନ୍ତି, କିନ୍ତୁ ମ୍ୟାକ୍ସିମମ୍ ହେଉଛନ୍ତି ବିଲୋ 14 ଇୟର୍ସ। ତେଣୁ ଆମେ ପୁରାପୁରି ପାଣିଟାକୁ ଇଏ ନ କରିକି ପାଣି ସହିତ ଫାଷ୍ଟଫୁଡ଼ଟାକୁ ବି ହିସାବକୁ ନେଉଛୁ। ସେଥିପାଇଁ ଫାଷ୍ଟଫୁଡ଼ ତାକୁ ଭେଣ୍ଡର ଅଛନ୍ତି ଆମର ରୋଡ୍ ସାଇଡ୍ ଷ୍ଟ୍ରିଟ୍ ଭେଣ୍ଡର, ସେମାନଙ୍କର ଫୁଡ୍ ସାମ୍ପଲିଂ କରିଛୁ, ସେମାନଙ୍କୁ କାଉନସେଲିଂ କରାହେଇଛି, ତାଙ୍କୁ ବୁଝା ହେଉଛି ଭଲ ପାଣିରେ କରିବା ପାଇଁ, ପ୍ରପର ହ୍ୟାଣ୍ଡଲିଂ କରିବା ପାଇଁ ଫୁଡ୍ ମେଟେରିଆଲ୍ସକୁ। ଏସବୁ ଆମ ଫୁଡ୍ ସେଫ୍ଟି ଅଫିସର ମାନେ କରୁଛନ୍ତି। ଆମର ମ୍ୟୁନିସିପାଲିଟିରେ ହେଲ୍ଥ ଅଫିସର ଯିଏ ସେ ମଧ୍ୟ ଏଥିରେ ଷ୍ଟେପ୍ ନେଉଛନ୍ତି। ଆମର ଡିଷ୍ଟ୍ରିକ୍ଟ ପବ୍ଲିକ୍ ହେଲ୍ଥ ଅଫିସର ମଧ୍ୟ ଆଲର୍ଟ ଅଛନ୍ତି, ଆଉ ସେ ମଧ୍ୟ ଆକ୍ଟିଭ ଅଛନ୍ତି ଏ ବିଷୟରେ। ନାଇଁ, ଆକ୍ଚୁଆଲି ଜଣ୍ଡିସ୍ଟା ବେଶୀ ଆମର ଖରାରେ ହୁଏ। ତ ଯଦି ଭଗବାନଙ୍କ ଦୟାରୁ ଖରା କମି ଆସିବ, ଆମେ ଭାବୁଛୁ କମିଯିବ ବୋଲି, କିନ୍ତୁ କହିହେବନି। ଯେଉଁମାନେ ଆଫେକ୍ଟେଡ୍ ହେଇକି ଅଛନ୍ତି ସେମାନେ ତ ନିଶ୍ଚିତ ଭାବରେ ଆଗକୁ ସିମ୍ପଟମ୍ ଦେଖେଇବେ, ତେଣୁ ସେଟା ପାଇଁ ବି ଆମେ ଆଲର୍ଟ ଅଛୁ। ବର୍ଷା ମାସରେ ଡାଇରିଆ ହେବ, ତା ପାଇଁ ମଧ୍ୟ ଆମେ ଆଲର୍ଟ ଅଛୁ। ଦୁଇଟାଙ୍କ ପାଇଁ ଆମେ ଟେକ୍ କେୟାର କରୁଛୁ।